ସତରେ ଆଲିସା ତୁ ବାହା ହେଇ ସାରିଲା ପରେ କି ସୁନ୍ଦର ଦେଖା ଯାଉଥିଲୁ ମୋ ତୋ ଉପରେ ଖାଲି ଯିବା ଜିଜୁ ତମେ ବି ନା ମୋ କଥା ଛାଡ କହ ତୁ ନିଜେ କହ ଅରୁଣକୁ ବାହା ହେଇ ସାରିଲା ପରେ ଏଇ ଘରେ ତୁ ଖୁସିରେ ଅଛୁ ତ? ହଁ ଜିଜୁ ବହୁତ ବହୁତ ଭଲରେ ଅଛି କିନ୍ତୁ ଜିଜୁ ସେ ଉଦୟ ଗୋଟେ ଆଦିବାସୀ ଝିଅକୁ ଏ ଘରେ ଆଣି ରଖିଛି ସେଇ ଶାଳୀ ମୋ ଟେନସନ ବଢେଇ ଦଉଛି ଜିଜୁ। କଣ କହିଲୁ ଆଦିବାସୀ ଝିଅ? ତାପରେ ସେ ଆଦିବାସୀ ଝିଅ ଫୁଲ ନୁହଁ ତ? ହଁ ଜିଜୁ ସେଇ ଫୁଲ ତମେ କେମିତି ଜାଣିଲ? ଏଇ ଘରେ ଆଉ କୋଟିପତି ମାଲିକଣି ହେଇପାରିବୁନି ଆମେ ତୋ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା ଆଉ କିଛି ଦିନ ପରେ ଏଇ ଘରୁ ତତେ ବାହାର କରିଦେବେ ତତେ ଆଉ ରଖିବାକୁ ଦେବେନି। କାହିଁକି ଜିଜୁ ମୋର ଏ ଘରରୁ ବାହାର କରିଦେବେ? କହିପାରିବୁ ହଁ ସେ ଆଦିବାସୀ ଝିଅ କା ସ୍ତ୍ରୀ? ସେଇଟା ପୁଣି କହିପାରିବିନି ସେ ଆଦିବାସୀ ଝିଅ ଫୁଲ ମୋ ଦିଅର ଉଦୟର ସ୍ତ୍ରୀ ବା ଫୁଲ ତାର ସେଇ ଫୁଲ ଉଦୟର ସ୍ତ୍ରୀ ନୁହଁ ତୋ ସ୍ୱାମୀ ଅରୁଣର ସ୍ତ୍ରୀ ତୋ ସଉତୁଣୀ। ତାମାନେ ଅରୁଣ ମତେ ଧକ୍କା ଦେଇଛି ଏବେ ଅବସ୍ଥା କଣ ହବ? হ্যালো তুমি তো ଗୋଟେ ଚାରିଟା তুমি তো তোর দোকানে তাকে চারি আসিছু এতিরে অসুবিধা কর এই ঘর তো ସବୁ ଚାରିଟା ଚାରି ଅଛ ଆଉ ଆଲିସା ଆଲିସା ରାଗ ରାତ କାଇଁ ପଚାରିଲୁନି ତ? ପଚାରିଲୁନି ସେ କେମିତି ତା ସ୍ତ୍ରୀ ହେଲା? କେମିତି? ଅଜିଲୋ ଶୁଣିବୁ ଶୁଣିଲେ ତ ପାଦ ତଳର ମାଟି ଗୁଡାକ ଖସିଯିବ। ସେଇ ଆଦିବାସୀ ଫୁଲ ଆମରି କମ୍ପାନୀରେ କାମ କରିବାକୁ ଆମେ ମାଲକାନଗିରି ନେଇକି ଆସିଥିଲୁ। ଏଇ ମଉସା ତାକୁ ଏଇ ଖଞ୍ଜଣି ମଉସା ତାକୁ ନେଇକି ଆସିଥିଲା। ହେଲେ ସେ ଫୁଲ ଏମିତି ସୁନ୍ଦରୀ ଥିଲା ଯେ ତୋରି ସ୍ୱାମୀ ତାକୁ ଭଲ ପାଇଲା ଏମିତି ଭାବରେ ଭଲ ପାଇଲା ଯେ ଭଲ ପାଉ ଦିନେ ସେ ପ୍ରେଗନେଣ୍ଟ ହେଇଗଲା। ସଦା ସେ ପ୍ରେଗନେଣ୍ଟ ହେଇସାରିଲା ପରେ ବଡ଼ ବାବୁକୁ ଆମେ ସବୁ କଥା କହିଲୁ। ବଡ଼ ବାବୁ ସବୁ କଥା କହିସାରିଲା ପରେ ବଡ଼ ବାବୁ ଅରୁଣକୁ ଗାୟବ କରି ସେଇ ଆଦିବାସୀ ଝିଅକୁ ବି ଆମେ ଜୋର କରି କମ୍ପାନୀରୁ ବାହାର କରିଦେଲୁ। ତାପରେ ସେଇ ଫୁଲ ବାଟେ ଫୁଲ ଆଉ ଅରୁଣ ବାଟେ ଅରୁଣ ଅରୁଣ ବହୁତ ଖୋଜିଲା ହେଲେ ଫୁଲକୁ ପାଇପାରିଲାନି। ଫୁଲ ମାତ୍ର ପ୍ରତି ମୁହୂର୍ତ୍ତରେ ଅରୁଣ ନେଇ ଯୋଉ ସ୍ୱପ୍ନ ଦେଖିଥିଲା ସେଇ ସ୍ୱପ୍ନକୁ ପାଇବା ପାଇଁ ଫୁଲ ଖାଲି ଖୋଜିବାର ଲାଗିଲା। ଏଇ ସହର ସେଇ ସହର ଖୋଜୁ ଖୋଜୁ ମେଡିକାଲରେ ଛୁଆଟା ଜନ୍ମ ଦେଲା। ସତରେ? ସେଇଟା ପୁଣି ପୁଅ ଛୁଆ। ମରିଗଲା ମଣିଷ। ତାପରେ ଅରୁଣ ଖୋଜୁ ଖୋଜୁ ଯେତେବେଳେ ଛୁଆ ଜନ୍ମ ଦେଇ ସାରିଲା ପରେ ଉଦୟ ସହିତ ତାର ଦେଖା ହେଲା। ସେଇ ଫୁଲର ଉଦୟର ଦେଖା ହେଇ ସାରିଲା ପରେ ଫୁଲ ସବୁ କଥା ଉଦୟକୁ କହିଲା। ଉଦୟ ଜାଣି ସାରିଲା ପରେ ସେଇ ଛୁଆକୁ ଆଣି ଆଉ ତାକୁ ଆଣି ତମ ଘରେ ରଖିଛି। ଭଗବାନ ମୁଁ ଗଲି ମୁଁ ଏଥର ଆହୁରି ନାହିଁ ମୁଁ ମରିଯିବି ଲୋ ମା ବିଷ ଖାଇ ପଡିଛି। ନାଇଁ ଏଇ ତ ଜିଜୁ ଅଛି ବୋଲେ ତୁ ମରିବୁନି ଲୋ ଆଲିସା। ଏବେ ବି ଉପାୟ ଅଛି। ତୁ ଯଦି ଚାହିଁବୁ ତାହେଲେ ତୁ ଅଲବତ ମାଲିକାରୀ ହବୁ। ସେ ଫୁଲର ଛୁଆଟାକୁ ଯଦି ତୁ ମାରି ଦେଇ ପାରିବୁ ଛୁଆକୁ ମାରିଦେବି। ଉଦୟ ଯଦି ଜାଣେ ସେ ଛୁଆଟାକୁ ତୁ ମାରି ଦେଇଛୁ ବୋଲି ଯଦି ଉଦୟ ଜାଣିବ ତୋ ପିଠିରୁ ଚାମଡ଼ା ଉତରେଇ ଦବ ବୁଝିଲୁ। ସେଇଥିପାଇଁ ଉଦୟଟାକୁ ପ୍ରଥମେ ରାସ୍ତାରୁ ହଟାଇବାକୁ ହବ। ଉଦୟ ମୋର ପ୍ରଥମ ଟାର୍ଗେଟ। ଭେରି ଗୁଡ୍। ଯେତେବେଳେ ଉଦୟଟା ରାସ୍ତାରୁ ହଟି ସାରିଲା ପରେ ସେ ଛୁଆଟା ମରି ସାରିଲା ପରେ ରାସ୍ତା ପୁରା ପରିଷ୍କାର। ଯେମିତି ଚାଲିଲେ ମଧ୍ୟ ତୋ ରାସ୍ତାରେ ଆଉ ତୋ ପାଦରେ କଣ୍ଟା ଲାଗିବ। ସେଇ ଛୁଆ ମରି ସାରିଲା ପରେ
ସେଇ ଛୁଆଟା ମରି ସାରିଲା ପରେ ଏଇ ସହର ସବୁ କହିବେ, ବାଃ କ୍ୟା କର ଦିୟା ରେ ଲାଲ